ଆଉ ବତାହି ଦିଅ ଯିବି ହସ୍ତିନା ଦେଶରେ ହସ୍ତିନା ଦେଶ। ମୃତ ଶିଶୁ ପୁତ୍ର କାନ୍ଧରେ ଆଜ୍ଞା ଅନ୍ଧ ବ୍ରାହ୍ମଣ ବେଶକୁ ଧାରଣ କରିଛନ୍ତି। ଆଜ୍ଞା ମାୟା ଗ୍ରହରାଜ ଶନିଚର ପତ୍ରକୁଟୀର ନିକଟରେ ପହଞ୍ଚି ହସ୍ତିନା ଯିବା ପାଇଁ ପଥ ଖୋଜୁଛନ୍ତି। କିଏ ଅଛନ୍ତି? ମୋତେ ଟିକେ ହସ୍ତିନା ଯିବା ପାଇଁ ପଥ ବତେଇ ଦିଅନ୍ତୁ। ପତ୍ରକୁଟୀରେ ରହିଥିଲେ ଆଠୁ ଘଣ୍ଟିରୁ ମସ୍ତକ ରୁଧିର ବହୁଥିବା ସମ୍ବରଣ ହସ୍ତିନା କଥା ଶୁଣି ବାହାରି ଆସିଲେ ବାହାରକୁ। ଦେଖିଲେ ଜଣେ ବିପ୍ର ଅନ୍ଧ ଆଜ୍ଞା ମୃତ ଶିଶୁ ପୁତ୍ରଟିଏ ଧରିଛନ୍ତି। ନିକଟରେ ପହଞ୍ଚିଗଲେ। ଆଜ୍ଞା ହେ ବାବୁ କୋଉଠି ଅଛନ୍ତି ଆପଣ? ଆପଣ ତ ସହଜେ ଦୃଷ୍ଟିହୀନ। ହଁ ମୁଁ ଆଜ୍ଞା ଅନ୍ଧଟି। ବୃଦ୍ଧ ବ୍ରାହ୍ମଣ ଆପଣ। ଆଜ୍ଞା ଆଜ୍ଞା ଆପଣ ହସ୍ତିନା କାହିଁ ବାହାରିଛନ୍ତି? କାହିଁକି ନା ହଁ ହସ୍ତିନାର ରାଜା ହଉଛନ୍ତି ହଁ ସମ୍ବରଣ। ତୁମେ ସମ୍ବରଣଙ୍କ ନିକଟକୁ କାହିଁକି ଯିବ? ମୁଁ ସମ୍ବରଣଙ୍କ ନିକଟକୁ ଯିବି ହଁ କିଛି ଦାନ ଆଣିବା ପାଇଁ। ରାଜା ସମ୍ବରଣ ଜୀବନ ସାରା ଦାନ ଦେଇ ଆସିଛନ୍ତି। ଆଜି ଇଏ ବ୍ରାହ୍ମଣ ବସେଇ ମାଗୁଛନ୍ତି ଦାନ। ତୁମେ ରାଜା ସମ୍ବରଣକୁ ଦାନ ମାଗିବା ପାଇଁ ଯିବ? ହଁ ଆଜ୍ଞା। ହେ ବାବୁ ମୁଁ ଆପଣଙ୍କୁ ହାତ ଯୋଡୁଛି। ହଁ ମୋତେ ଟିକେ ହସ୍ତିନାର ବାଟଟି ବତେଇ ଦିଅନ୍ତୁ। ଆଚ୍ଛା ବସେଇ ଆଜ୍ଞା ହସ୍ତ ଯୋଡ଼ିବାର ଆଉ କିଛି ଆବଶ୍ୟକତା ମାନେ ଆପଣଙ୍କ ସମ୍ମୁଖରେ ଯିଏ ଦଣ୍ଡାୟମାନ ଆଜ୍ଞା ଆପଣ ତ ଦୃଷ୍ଟିହୀନ ଦେଖିପାରୁନାହାନ୍ତି। ନାଇଁ ଆଜ୍ଞା ମୁଁ ହେଉଛି ସେଇ ରାଜା ସମ୍ବରଣ। ଆପଣ ହଉଛନ୍ତି ରାଜା। ମୁଁ ସେଇ ରାଜା ସମ୍ବରଣ। ଆଜ୍ଞା ଆପଣ କାହିଁ ସମ୍ବରଣଙ୍କ ନିକଟକୁ ଯିବେ? ଦେଖନ୍ତୁ ଆଜ୍ଞା ହଁ ମୋ ନିକଟରେ ମଲା ପୁତ୍ରଟି। ହଁ ମୁଁ ଦେଖୁଛି ଏ ମୃତ ଶିଶୁ। ଇଏ ଶିଶୁ ହଉଛି ମୋର। ଆପଣଙ୍କର? ହଁ ଇଏ କାହିଁ ଆଣିଛନ୍ତି ଆପଣ? ଦେଖନ୍ତୁ ହଁ ଆପଣ ଯଦି ରାଜା ସମ୍ବରଣ ହଁ ତାହେଲେ ମୁଁ ଯାହା ମାଗିବି ଆପଣ ଦେବେ ମୋତେ। ଆପଣ ମାଗିବେ ମୁଁ ଆପଣଙ୍କୁ ପ୍ରଦାନ କରିବି। ହଁ ଠିକ ଅଛି ମୋର ତ ରାଜଗାଦି ରାଜସିଂହାସନ ରାଜଧନ ସବୁ ଜାଣିଛି। ତଥାପି ଜୀବନ ସାରା ମୁଁ ଦାନ ଦେଇ ଆସିଛି। ଆପଣଙ୍କ ନିକଟରେ ସତ୍ୟ ପ୍ରକାଶ କରୁଛି ଆପଣ ଯାହା ମାଗିବେ ମୁଁ ଦେବି। ରାଜା ହଁ ସେମିତି ମୁଁ ନେବିନି। ଆଉ ଆପଣ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରନ୍ତୁ। ମୁଁ ଯାହା ମାଗିବି ଆପଣ ନିଶ୍ଚୟ ମୋତେ ଦେବେ। ତଥାପି ଜୀବନ ସାରା ମୁଁ ଦାନ ଦେଇ ଆସିଛି। ମୁଁ ଦାନୀ ସମରଣ। ମୁଁ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହୁଛି ଯେ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ରହିଥିବେ ସତ୍ୟ ସେ ପର୍ଯ୍ୟନ୍ତ ମୋର ବାକ୍ୟ ରହିବ ସତ୍ୟ। যে পর্যন্ত ধরা পৃষ্ঠରେ ଚନ୍ଦ୍ର ସୂର୍ଯ୍ୟ ଆଦଦାତ ହେଉଥିବେ ସେ ପର୍ଯ୍ୟନ୍ତ ମୋର ବାକ୍ୟ କେବେ ଅନ୍ୟଥା ହେବ ନା। ତାହେଲେ ଆପଣ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରିଛନ୍ତି। ଯାହା ମାଗିବା କଥା ମୋତେ ମାଗନ୍ତୁ। ଦେଖନ୍ତୁ ଆଜ୍ଞା ହଁ ଏଇ ଯୋଉ ମଲା ପୁତ୍ରଟି ପଡ଼ିଛି ହଁ କେବଳ ଆପଣ ତାକୁ ବଞ୍ଚେଇ ପାରିବେ। ମୁଁ ବଞ୍ଚେଇବି? ହଁ କେବଳ ଆପଣ ତାକୁ ବଞ୍ଚେଇ ପାରିବେ। ମୁଁ କେମିତି ବଞ୍ଚେଇବି? ତାହେଲେ ଆପଣ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରିଛନ୍ତି। ହଁ ମୁଁ ସତ୍ୟ କରିଛି କୁହନ୍ତୁ ମୁଁ କେମିତି ମୁଁ ଯାହା ବଞ୍ଚେଇବି? ମାଗିବି ଆପଣ ନିଶ୍ଚୟ ଦେବେ। ନିଶ୍ଚିତ ମୁଁ ପ୍ରଦାନ କରିବି ମାଗନ୍ତୁ। ରାଜା ସମ୍ବରଣ ହଁ ଯଦି ଆପଣଙ୍କର ପୁଅର ଶିର କାଟିକି ରକ୍ତ ଦେବେ ମୋ ପୁତ୍ର ନିଶ୍ଚୟ ଜୀବନ। କେତେ ଦଣ୍ଡ କଲୁ କେତେ ଦଣ୍ଡ ପାଇ ମାକୁ ଭୁଲିଲୁ ସାରେ ନାଇଲୁ ସତରଣର ସୁହ ଘନ ଧରରେ ଶିଷ ନାଇ ମୋହ ମଶାଣି ଲାଗୁଛି ଦୁନିଆ କେତେ ଦୁଃଖ ଦବୁ ତେରି କାଳିଆ 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 ତେରି କାଳିଆ। କେମିତି ଆପଣ ଚମକି ପଡ଼ିଲେ ଯେ? ଆପଣଙ୍କର ହାତ ଧରୁଛି ମୋ ଶିଶୁ ପୁତ୍ରକୁ ମାରିବା କଥା କୁହନ୍ତୁ ନା। ହେଲେ ଆପଣ ସତ୍ୟ କରିଛନ୍ତି। ସତ୍ୟ ଯେତେବେଳେ କରିଛି ଦବାକୁ ପଡ଼ିବ। ତାହେଲେ ଠିକ ଅଛି ବସେଇ ୟାର ଉପାୟ କଥା କୁହନ୍ତୁ ହେତେ ଆଉ ଯେପରି ବୃଦ୍ଧୁ ଶିଶୁ ପ୍ରାଣକୁ ପାଇବ ଆପଣଙ୍କ ହାତ ତଳେ ପଡୁଛି ମୋ ଶିଶୁ ପୁତ୍ରକୁ ମାରିବା କଥା କହୁଥିଲି।
গোসাই ମୋ ଶରୀର ଭାଗ ତୁ ଶିର କାଟି ମୁଁ ଦେଇଦେବି ହେଲେ ମୋ ଶିଶୁ ପୁତ୍ରକୁ ମାରିବା କଥା କୁହନ୍ତୁ ଏ ରାଜା ଆଗ ପାଟ ବତେଇ ଦିଅ ଆଉ କୌଣସି ଉପାୟ ନାହିଁ ଗୋସାଇ ଯଦି ଆପଣ ଏ ଉପାୟରେ ଯଦି ଆପଣଙ୍କ ପୁତ୍ର ଶିରଚ୍ଛେଦ କରିଦେବେ ନହେଲେ ନାହିଁ ଆମେ ବାପ ପୁଅ ଆପଣ ମୋର ଗୋଡ଼ ଧରୁଛି ମୋ ଶିରଟାକୁ କାଟି ଦିଅ ଗୋସାଇ ଆପଣ ଫେରନ୍ତୁ ନା ଗୋସାଇ 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 ଫେରନ୍ତୁ ନା ହାତ ଯୋଡୁଛି ମୁଁ ନିବେଦନ କରୁଛି ଫେରନ୍ତୁ ନା ମୋ ଶିରଟାକୁ କାଟି ଦିଅନ୍ତୁ ଗୋସାଇ ଗୋସାଇ ସେଇଠି ଠିଆ ହୁଅନ୍ତୁ ଗୋସାଇ ମୁଁ ହେଉଛି ସତ୍ୟପ୍ରଜ୍ଞ ଦାନୀ ସମ୍ବରଣ ସତ୍ୟ କରିଛି ମାନେ ମୋ ଶିଶୁପୁତ୍ର ଗଳା କାଟି ମୁଁ ତୁମ ହସ୍ତରେ ଅର୍ପଣ କରିବି ତୁମ ଶିଶୁପୁତ୍ର ବଞ୍ଚିବ ଆପଣ ନେଇକି ଯିବେ ଆପଣ ଏଇଠି ଠିଆ ହୁଅନ୍ତୁ ରାଜା ସମ୍ବରଣ ସତ୍ୟ କରିଛନ୍ତି ମାଗିବା ପାଇଁ ଯାଇଛନ୍ତି ଭିକ୍ଷା ପତ୍ନୀ 7 ବର୍ଷର ଶିଶୁକୁ ଧରି 7 ବର୍ଷର ଶିଶୁ ଏଇଠି ବସନ୍ତୁ ଆଜ୍ଞା ଗଣ୍ଡିଏ ଭାତ ନେଇ ଆସିଛି ପିତା ସମ୍ବରଣକୁ ଯାଉଛି ପିତା ଖାଇଦିଅ ମୁଠେ ତମକୁ ଶୁଭୁଛି ନା ନାହିଁ ହଁ ଟିକେ ଇଆଡ଼େ ଆସିଲ କ'ଣ ହେଇଛି ତମେ ଟିକେ ଇଆଡ଼େ ଆସ କ'ଣ ହେଇଛି ଆରେ କ'ଣ ତମେ ଏମିତି କାନ୍ଦିଲା ଭଳିଆ ଜଣା ପଡୁଛି ଯେ ମୋ କାନ୍ଦିବାର କାରଣ ଅଛି ସେ ସବୁ ଛାଡ଼ କଥା ହଁ କୁହ ଦେଖିଲ? ହଁ ତମ ପୁଅ ହଁ। ତମେ 3 ଦିନ ହେଲା ଉପାସ ଥିଲେ ମାନେ ହଁ। ତମ ପୁଅ ତମ ପାଇଁ ନୁହଁ 2 ଘଣ୍ଟା ଭାତ ଆଣିଛି ହଁ ବାବା ଭାତ ନେଇଛି ଆଜି ଭାତ ନେଇଛି ଏ ଧନ ଆଜି ଖୋଇଦେବି ମୋ ହାତରେ ମୁଁ ଖୋଇଦେବି ମୁଁ ଆଉ ଖାଇବିନି ଧନ କାହିଁକି ବାବା ମୋ କ୍ଷୁଧା ଦୂର ହେଇଯାଇଛି ଧନ ଏ ବାପା ଧନ ଆମେ ମା ପୁଅ ଖାଇଛୁ ଏ ତପତି ତପତି ମୋ କ୍ଷୁଧା ଦୂର ହେଇଯାଇଛି ସେ ତ ସବୁ ଛାଡ଼ ହେଇ ତମେ କାନ୍ଦୁଛ କାହିଁ କହିଲ ମୁଁ କାନ୍ଦୁଛି କଣ କାହିଁ ହେଇଛି ତମର ଆଁ? କଣ ହେଇଛି ତମର ମୋ କାନ୍ଦିବାର କାରଣ ଅଛି ତୁମକୁ ତୁମ ନିକଟରେ ପ୍ରକାଶ କଲେ ତୁମେ ମାନିବ କଣ ମାନିବ ତ ତମେ ବୋଧେ ପାଗଳ ହେଇଯାଇଛ ତୁମେ ମୋ ଅର୍ଦ୍ଧାଙ୍ଗିନୀ ତମେ ମୋତେ ଯାହା ମାଗିବ ହଁ। ମୁଁ ଆପଣଙ୍କୁ ଦବାକୁ ପ୍ରସ୍ତୁତ ଅଛି ତାହେଲେ? ତମେ ଖଣ୍ଡେ ଖାଇଦେଲ ରୁହ ଖାଇବି ତ ପଛରେ ଶୁଣ କୁହ ତୁମକୁ ଯାହା ମାଗିବି ଦବ ହଁ ଆଁ? ନିଶ୍ଚିତ ଏ ଶୁଣ ରେ ପ୍ରାଣ ପ୍ରିୟା ମୋ ବୋଲ କରିବ ଅମୂଲ୍ୟ ନିଧି କି ମୋର କରେ ସମର୍ପିବ ତାର କାଟିବି ମୁଁ ଶିର ପ୍ରତିପଦରେ ବଞ୍ଚିବ ବ୍ରାହ୍ମଣ କୁମାରରେ ପ୍ରାଣ ପ୍ରିୟା ମୋର ତମେ ବୋଧେ ପାଗଳ ହେଇଯାଇଛ ସତ୍ୟ କରିଛି ତପତି ତମ ସତ୍ୟ ନଷ୍ଟ ହେଇଛ ସତ୍ୟ ସତ୍ୟ ତ୍ରିବାର ସତ୍ୟ କରି କହିଛି ମୋ ଅର୍ଦ୍ଧାଙ୍ଗିନୀ ତୁମେ ହେଲେ ମୁଁ ତମ କଥା ଶୁଣିବାକୁ ସତ୍ୟ ରଖିବା କରି ଆଉଛି ମୋର ଧର୍ମ ତପତି ତୁମକୁ ହାତ ଯୋଡୁଛି ହେଲେ ମୁଁ ତୁମକୁ ହାତ ଯୋଡୁଛି ତୁମେ ମୋ ସତ୍ୟ ଭଗ୍ନ କରନା ତମେ ଖାଇଲ ବୋଲି ଅମୂଲ୍ୟ ନିଧି ମୋ ଘରରେ ସମର୍ପଣ ଦେଇଦିଅ ତମେ ଖାଇଲ ବୋଲି ତମ ପୁଅ ପ୍ରତି ମୋ କ୍ଷୁଧା ଦୂର ହେଇଯାଇଛି ଦିଅ ନା ତୁମକୁ ହାତ ଯୋଡୁଛି ନା ତପତି ମୁଁ ତୁମ ସ୍ୱାମୀ ସମ୍ବରଣ ସମୟ ସ୍ୱରେ ବଦଳେ ଦୁନିଆ ଏ ତୁଳିର ଜୁଇ କାହିଁକି ସତ୍ୟ କରୁଛି 2 ଦିନିଆ ତାକୁ ଛାଡ଼ି ମୁଁ ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବି ହେଲେ ମୁଁ ସତ୍ୟ ରକ୍ଷା ନ କଲେ ମୁହୂର୍ତ୍ତେ ମଧ୍ୟ ବଞ୍ଚି ପାରିବି ନାହିଁ। ତପତି ତମେ ଗୋଟେ ବାପ ହେଲା କଂସେଇ ଯାହା ଅଭିଶାପ ଦେବା କଥା ଦେଇଦିଅ ହେଲେ ସେ ପୁତ୍ରକୁ ମୋ ହସ୍ତରେ ଅର୍ପଣ ଅର୍ପଣ କର ହେଇପାରିବିନି ମୁଁ ଅର୍ପଣ କର ତପତି ହେଇପାରିବି ତୁମକୁ ସମ୍ବରଣ ରାଗ ସମୟ ସ୍ୱରେ ବଦଳେ ଦୁନିଆ ଏ ତୁଳିର ଜୁଇ 2 ଦିନିଆ ଜୀବନ ଧାରି ତାର ନଥିଲା ଭଳିଆ ମରିଛି କିଛି ପରା ମଣିଷ ପଡ଼ିଆ ମିଛ ମାୟା ସଂସାର କେହି ପୁଣି କାହାର
কপাল রেখা লুহর লেখা গো কপাল রেখা লুহর লেখা গো কপাল রেখা ଛାଡ଼ି ଦାଦା ଦିହ ଏ ତ ବାପା ପୁରା ସତ୍ୟ କରିଛନ୍ତି ଏ ଦିହ କହୁଛି ଏ ତ ବାପା ପୁରା ଜୀବନ ଯାକ ଦାନ ଦେଇ ଏ ଦିହ ଆସିଛନ୍ତି କହୁଛି ତ ପତି ଏ ସବୁଦିନ ପାଇଁ ମୋ କୋଳ ଛାଡ଼ି ଚାଲିଛି ସଳିତା ହୋଇ ତୁ ଚଳିଲୁ ଚାପାଏ ସିଏ ହେଲା ତୋର ହାତ ଭଗାରୀ ମନ ପଡ଼ିଗଲେ ସଭିଏ ଜାଣନ୍ତି ମନ ପଡ଼ିଗଲେ କେହି ନ ଜାଣନ୍ତି ମିଛ ମାୟା ସଂସାର କେହି ନୁହେଁ କାହାର ନିମିଷକେ ଲିଭେ ଶିକ୍ଷା ଲୁହର ଲେଖା କପାଳ ରେଖା ଲୁହର